ଯେତେବେଳେ ତାଙ୍କର ଜଣେ ବନ୍ଧୁଙ୍କର ପୁଅ ଯିଏକି ଆମେରିକାରେ ଥିଲା ତାର ଯେତେବେଳେ ପରାମର୍ଶ ନେଇଥିଲେ ସେତେବେଳେ ସେ ସଫା ମନା କରିଦେଇଥିଲେ ଯେ କ୍ୟାନ୍ସର ରୋଗରୁ ମୁକ୍ତ ହେବା ଆଉ ସମ୍ଭବ ନୁହେଁ। ଏବଂ ତା ଛଡ଼ା ଅନେକ ଡକ୍ଟର ମାନେ ମଧ୍ୟ ତାଙ୍କୁ ପରାମର୍ଶ ଦେଇଥିଲେ ମାତ୍ର 3-5% ବଞ୍ଚିବାର ଆଶା ଅଛି। କିନ୍ତୁ ତାପରେ ମଧ୍ୟ ଆଶା ଛାଡ଼ି ନଥିଲେ ଯାହା କୁହନ୍ତି ନବଜୋତ ସିଂ ସିଦ୍ଧୁ। ଏବଂ ତାଙ୍କର କହିବା କଥା ଯେ ଯାହା ବି ସବୁ ମୁଁ 4-5 ଘଣ୍ଟା ବହିରୁ ପଢ଼ୁଥିଲି ଏବଂ ଯାହା ବି ସବୁ ଡେନୋମିଟର ଥିଲା ତାକୁ ମୁଁ ଫଲୋ କରୁଥିଲି ଏବଂ ଆୟୁର୍ବେଦର ମୁଁ ସାହାଯ୍ୟ ନେଇଥିଲି, କିନ୍ତୁ ଆଶା ହରାଇ ନଥିଲି। ଯାହାଫଳରେ କି ସେ ତାଙ୍କର ଧର୍ମପତ୍ନୀକୁ ଆଜି ସୁସ୍ଥ ସେ ଦେଖିବାକୁ ପାଇଛନ୍ତି। ଏବଂ ଯଦିଓ ତାଙ୍କୁ କ୍ୟାନ୍ସରରେ ସେ ଚିକିତ୍ସିତ ହୋଇଥିଲେ, କ୍ୟାନ୍ସର ବିଶେଷଜ୍ଞଙ୍କୁ ସେ ପରାମର୍ଶ କରିଥିଲେ, ଜଣେ ଡାକ୍ତର ତାଙ୍କ ଘରକୁ ଆସିଥିଲେ, ତାଙ୍କର ପରାମର୍ଶରେ ସେ ଲାଇଫଷ୍ଟାଇଲକୁ ଯାହା ଯାହା ଦରକାର ତାହା ମଧ୍ୟ କରିଥିଲେ। କିନ୍ତୁ ସେ ଜୋର କରି କହିଛନ୍ତି ଯେ ଶୃଙ୍ଖଳିତ ଜୀବନଶୈଳୀ ଆଉ ନୀତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ଆଣିକି ସେ କ୍ୟାନ୍ସର ରୋଗକୁ ଭଲ କରିପାରିଛନ୍ତି। ଏବଂ ଏ କ୍ଷେତ୍ରରେ ସେ କ'ଣ ତାଙ୍କର ଜୀବନଶୈଳୀକୁ ପ୍ରଭାବିତ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛନ୍ତି ତାହା ମଧ୍ୟ ସେ କହିଛନ୍ତି। এই পেজ দেখন্তু ଯୋଉଥିରେ କି ନବଜୋତ ସିଂ ସିଦ୍ଧୁ ମଧ୍ୟ ପୋଷ୍ଟ କରିଛନ୍ତି ଟ୍ୱିଟରରେ ଏବଂ ସେ ଏଥିରେ ପୁରା ଭଲ ଭାବରେ ଲେଖିଛନ୍ତି ତାଙ୍କର ଧର୍ମପତ୍ନୀ ସକାଳୁ ମିଲ୍କ ସିଏ ସେଥିରେ ଚାହା ପିଅନ୍ତି, କ୍ଷୀର ଚାହା ସେ ପିଅନ୍ତି ଏବଂ କ୍ଷୀର ଚାହାକୁ ସେ ସମ୍ପୂର୍ଣ୍ଣ କାଟିଛନ୍ତି ଏବଂ କ୍ଷୀର ଚାହା ବଦଳରେ ସିଏ ଗୋଲମରିଚ, ଅଦା, ଲେମ୍ବୁ ଏଇସବୁ ଜିନିଷର ସେ ବ୍ୟବହାର କରିଛନ୍ତି ଏବଂ ଯେଉଁ ଘରୋଇ ଜିନିଷକୁ ସେ ବେଶୀ ପ୍ରାଧାନ୍ୟ ଦେଇଛନ୍ତି। କାର୍ବୋହାଇଡ୍ରେଟକୁ ସେ କାଟି ଦେଇଛନ୍ତି। ଭାତ କିମ୍ବା ରୁଟିର ସେ ବ୍ୟବହାର କରିନାହାନ୍ତି, ତେଲର ବ୍ୟବହାର କରିନାହାନ୍ତି, ରିଫାଇନ୍ ଅଏଲ ସେ ଖାଇନାହାନ୍ତି, ମଇଦା ଖାଇନାହାନ୍ତି, ଘରେ କୌଣସି ଛଣାଛଣି ଜିନିଷ ଆସେନି, ବାହାରେ କୌଣସି ପ୍ରକାର ବରା ହେଲା, ପକୋଡ଼ି ହେଲା ଏସବୁ ଜିନିଷ ସେ ନିଷେଧ କରିଦେଇଛନ୍ତି। ତେବେ ସେ କ'ଣ ବ୍ୟବହାର କରିଛନ୍ତି, ସେ କ'ଣ ଖାଇଛନ୍ତି ତାହା ମଧ୍ୟ ସେ ଏଥିରେ ଲେଖିଛନ୍ତି। ସେ ଇଣ୍ଟରମିଟେଣ୍ଟ ଫାଷ୍ଟିଂକୁ ସେ ଗ୍ରହଣ କରିଛନ୍ତି ଏବଂ ସେ କହିଛନ୍ତି କ୍ୟାନ୍ସରର ସବୁଠାରୁ ସେଲର ବଡ଼ ଶତ୍ରୁ ହେଉଛି ଖାଇବାର ବ୍ୟବଧାନକୁ ବଢ଼େଇବା। ଖଟ୍ଟାପଣ ହେଉଛି କ୍ୟାନ୍ସରର ଶତ୍ରୁ। ଆଉ ଯେତେବେଳେ ସେ ତାଙ୍କର ଧର୍ମପତ୍ନୀ ସନ୍ଧ୍ୟା 6ଟା ପୂର୍ବରୁ ସେ ଡିନର କମ୍ପ୍ଲିଟ୍ କରୁଥିଲେ ଏବଂ ତାପରେ ଦିନ 10ଟାରେ ସେ ଖାଇବା ଷ୍ଟାର୍ଟ କରୁଥିଲେ। 12 ଘଣ୍ଟାରୁ 17 ଘଣ୍ଟା ଖାଇବା ମଧ୍ୟରେ ସେ ବ୍ୟବଧାନ ରଖୁଥିଲେ। ତାହା ପୁଣି ସବୁଦିନ ସକାଳୁ ଆରମ୍ଭ ହେଉଥିଲା ଗୋଟେ ଘରେ ବନାଯାଉଥିବା ଚାହା, ସେ ପୁଣି କ୍ଷୀର ଚାହା ନୁହଁ, ସେଥିରେ ଦୁନିଆ ବହୁତ ପ୍ରାକୃତିକ ଜିନିଷ ପଡ଼ିଥିଲା ଏବଂ ତା ଯାହାଫଳରେ କି ସେ ଆହୁରି ମଧ୍ୟ କହିଛନ୍ତି ସେ ହରା ଲିଭ୍ସ ବା ଗ୍ରୀନ୍ ପତ୍ତା ତାକୁ ମଧ୍ୟ ସେ ବ୍ୟବହାର କରୁଥିଲେ, ଯାହାକି ଆମ ଘରେ କିଚେନରେ ସବୁବେଳେ ଉପଲବ୍ଧ ଥାଏ। ଆପଣ ଧଣିଆ ପତ୍ର କଥା କୁହନ୍ତୁ, ପାଳଙ୍ଗ ପତ୍ର ହେଲା, ଧଣିଆ ପତ୍ର, ଭୃଷଙ୍ଗ ପତ୍ର, ଲେଟସ୍ ଏଇସବୁ ଜିନିଷକୁ ସେ ବହୁଳ ଭାବରେ ବ୍ୟବହାର କରୁଥିଲେ। ତା ଛଡ଼ା ସେ କିଛି ସିଡ୍ ଖାଉଥିଲେ। ଆଲମଣ୍ଡ ସେ ଦିନକୁ 2ଟା ଆଉ ୱାଲନଟ୍ ସେ 3ଟା ଦିନକୁ ଖାଉଥିଲେ ଏବଂ ତାହା ପୁଣି ରାତିରେ ସେ ଭିଜେଇକି ରଖୁଥିଲେ, ତା ପରଦିନ ସକାଳକୁ ସେ ଖାଉଥିଲେ। କାର୍ବୋହାଇଡ୍ରେଟକୁ ପୁରା କାଟି ଦେଇଥିଲେ, ଅଟାକୁ ମଧ୍ୟ ସେ କାଟି ଦେଇଥିଲେ ଏବଂ ତା ବଦଳରେ ସେ ଭେଜିଟେବଲ୍ସ ୟୁଜ୍ କରୁଥିଲେ ଏବଂ ନିୟମିତ ଭାବରେ ସେ ଯୋଗା କରୁଥିଲେ, ଏକ୍ସରସାଇଜ କରୁଥିଲେ ଏବଂ ଯେପରିକି ଯେତେ ଭଲ ଭାବରେ ରହିହବ ତାଙ୍କର ଡେଲି ଲାଇଫଷ୍ଟାଇଲରେ ସେ କିଛିଟା ପରିବର୍ତ୍ତନ ଆଣିଥିଲେ ଏବଂ ମିଟ୍, ଜିଞ୍ଜର, ସିନାମନ୍, ବେସିଲ୍ ଏସବୁ ଜିନିଷକୁ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବରେ ନିୟମିତ ଭାବରେ ସେ ଗ୍ରହଣ କରୁଥିଲେ, ଯାହାକି ନବଜୋତ ସିଂ ସିଦ୍ଧୁ ଗଣମାଧ୍ୟମରେ ସେ କହିଛନ୍ତି। ଯେତେବେଳେ ଭୋକ ଲାଗୁଥିଲା ସେତେବେଳେ ସେ ବ୍ଲାକବେରୀର ଜୁସ୍ ପିଉଥିଲେ, ଯେତେବେଳେ ଭୋକ ଲାଗୁଥିଲା ବ୍ଲାକବେରୀ, ଷ୍ଟ୍ରବେରୀ, ଅନାର ଜୁସ୍ ଏଇସବୁ ଜିନିଷକୁ ମଧ୍ୟ ସେ ଗ୍ରହଣ କରୁଥିଲେ। ତା ଛଡ଼ା ପମ୍ପକିନ୍ ସିଡ୍, ହ୍ୱାଇଟ୍ ସେସମ୍ ସିଡ୍ ଆଉ ସନଫ୍ଲାୱାର ସିଡ୍ ମଧ୍ୟ ସେ ଖାଉଥିଲେ ଦିନକୁ 1 ଚାମଚ। ସେ ରିଫାଇନ୍ ତେଲ ବ୍ୟବହାର କରୁନଥିଲେ ଏବଂ ରିଫାଇନ୍ ତେଲ ବଦଳରେ ସେ ଘଣା ସୋରିଷ ତେଲ ବ୍ୟବହାର କରୁଥିଲେ ଏବଂ କୋକୋନଟ୍ ଅଏଲ ମଧ୍ୟ ସେ ବ୍ୟବହାର କରୁଥିଲେ, କୋକୋନଟ୍ ଇଷ୍ଟ ବ୍ୟବହାର କରୁଥିଲେ ଏବଂ ଯାହାକି ସେ କ୍ୟାନ୍ସର ରୋଗରୁ ସେ ମୁକ୍ତ ହୋଇପାରିଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ସେ ଘରୋଇ ଉପଚାର ମାଧ୍ୟମରେ କ୍ୟାନ୍ସର ରୋଗ ଭଲ ହୋଇପାରିଛନ୍ତି। ଯଦିଓ ତାଙ୍କ ସ୍ତ୍ରୀକୁ କ୍ୟାନ୍ସର ହେଇଥିଲା ଆଉ ସେ ବିଶେଷଜ୍ଞଙ୍କୁ ଦେଖାଇଥିଲେ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସେ ଅନେକ କିଛି ସର୍ଜରୀ କରିଥିଲେ, ଥେରାପି ମଧ୍ୟ ସେ ନେଇଥିଲେ ଏବଂ କେମୋଥେରାପି ମଧ୍ୟ କରିଥିଲେ, କିନ୍ତୁ ତା ଛଡ଼ା ସେ ତାଙ୍କର ଦୈନିକ ଜୀବନଚର୍ଯ୍ୟାରେ ଅନେକ କିଛି ପରିବର୍ତ୍ତନ ଆଣିଥିଲେ ଏବଂ ତାଙ୍କ ସ୍ତ୍ରୀକୁ ହେଇଥିଲା ଷ୍ଟେଜ୍ 4 କ୍ୟାନ୍ସର।
साधारणतः स्टेज 4 स्टेज 5 कैंसर बहुत डेंजर होता एवं से तांकर कहवा कथा जे लोक मैंने जितेबाला कहते कैंसर रोग पर पैसा लक्ष लक्ष टंका दरकार होता है ताले नीम पत्र खाइबारे कौन पैसा पड़े कंचा हलदी कौन पैसा पड़े किंबा कार्डामन बा डालचिन रु कौन पैसा पड़े एवं 9 रु 10टा से डेली नीम पत्र खाऊले 50 ग्राम रु 70 ग्राम से डेली ग्रीन पत्ता से खाऊले एवं जो ग्रीन पत्ता आम किचन रे सबुबले अवेलेबल थाए जहाँकि पालंग पत्र धनिया पत्र रहिला पुदीना पत्र भृषंग पत्र ए सब जिनस को मध्य से व्यवहार करुले। मिल्क प्रोडक्ट को से अवॉइड करथिले एवं क्षीर जातीय बा दुग्ध जातीय जिनिस को से अवॉइड करथिले एवं ता बदल रे आलमंड मिल्क कोकोनट मिल्क ए सब जिनिस से व्यवहार करथिले एवं क्षीर जातीय जिनिस को से जेतेबेले तांको स्त्रींकर अभ्यास थिला सकाळ उठिकी क्षीर चा पीबा ता बदल रे से घरे प्रस्तुत होतुबा कार्डामन एवं जिंजर हळदी यही सब बना जाए से सब जिनस को से सेवन करुले एवं प्रत्येक दिन 10टा बेले जेतेबेले से खाइबा ग्रहण करुले सकाळ ब्रेकफास्ट ता पूर्व से गोटे काढ़ा टाइप रो जिनस लिक्विड से प्रस्तुत करुले एवं ताकू मध्य से पिउथले। तापरे रहिला जेतेबेले से सकाळू उठिकी तांकर टी जो बनाउथले सेथिरे से एप्पल साइडर विनेगार पकाउथले गरम पानी रे टिके लेंबू जूस पकाउथले और एप्पल साइडर विनेगार पकेकी से ताकू मध्य सेवन करुले।